ସରକାରୀ ଯୋଜନା ଗରିବ ପରିବାରଙ୍କ ପାଇଁ ସାତ ସପନ। ବୋରିଗୁମା ବ୍ଲକ ଅନ୍ତର୍ଗତ ବିଜାପୁର ଗ୍ରାମ ନିକଟରେ 26 ତାରିଖ ଦିନ ଯେଉଁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା ଓ 3 ଜଣ ମୃତ୍ୟୁବରଣ କରିଥିବା ବେଳେ ପରବର୍ତ୍ତୀ ସମୟରେ ମୃତ୍ୟୁବରଣ କରିଥିବା ପରିବାରର ଓ ଆଖପାଖର ଶତାଧିକ ଲୋକ ଏକତ୍ରିତ ହୋଇ ଜାତୀୟ ରାଜପଥ 63କୁ ଅବରୋଧ କରିଥିଲେ। ମୃତ୍ୟୁବରଣ କରିଥିବା ପରିବାରଙ୍କ ସହ ସ୍ଥାନୀୟ ତହସିଲଦାର ବୁଝାବୁଝି କରିବା ପରେ ରେଡ୍କ୍ରସ୍ ପାଣ୍ଠିରୁ 10,000 ଟଙ୍କା କ୍ଷତିପୂରଣ ଯୋଗାଇ ଦେଇଥିଲେ ଓ ରାସ୍ତା ଅବରୋଧକୁ ହଟାଇ ଦେଇଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରଙ୍କ ପିଛା 3 ଲକ୍ଷ ଟଙ୍କା ଓ ଗୁରୁତ୍ୱ ଆହତମାନଙ୍କୁ 50,000 ଟଙ୍କା ସହ ମାଗଣା ଡାକ୍ତରୀ ଚିକିତ୍ସା ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ। କିନ୍ତୁ ତାହା ବର୍ତ୍ତମାନ ସୁଦ୍ଧା ମୃତ୍ୟୁବରଣ କରିଥିବା ବୋରିଗୁମ୍ମା ବ୍ଲକ ମାଳଦା ପଞ୍ଚାୟତର ବନ୍ଧଗୁଡ଼ା ଗ୍ରାମର ମହିଳା ପଦ୍ମା ଭତରାଙ୍କୁ ମିଳିନଥିବା କେବଳ ସ୍ଥାନୀୟ ତହସିଲଦାର ପରିବାରର ପାଖରେ ଯାଇ 10,000 ଟଙ୍କା କ୍ଷତିପୂରଣ ଯୋଗାଇ ଦେଇଛନ୍ତି। କିନ୍ତୁ ପଞ୍ଚାୟତ ସ୍ତର ସରକାର ଘୋଷଣା କରୁଥିବା ହରିଶ୍ଚନ୍ଦ୍ର ଯୋଜନା ମୃତ୍ୟୁବରଣ କରିଥିବା ପରିବାରଙ୍କୁ 2,000 ଟଙ୍କା ସହାୟତା ଯୋଗାଇ ଦେବା ପାଇଁ ଘୋଷଣା କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଗରିବ ପରିବାର କେହି ମୃତ୍ୟୁବରଣ କରିଥିବା ପରିବାରଙ୍କୁ ଏ ଯୋଜନା ସାତ ସପନ ହୋଇଯାଇଛି। ଏହା ଦେଖିବାକୁ ବାକି ମିଳିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରର କ୍ଷେତ୍ରରେ ମୃତ୍ୟୁ ମହିଳା ପଦ୍ମା ଭତରାଙ୍କ ଗୋଟିଏ ପୁଅ ମନୋଜ ଭତରା 12 ବର୍ଷ ଓ 2 ଝିଅ ପ୍ରିୟା 2 ବର୍ଷ ଓ ଯଦେଶ୍ୱରୀ 7 ବର୍ଷ ସେମାନେ ରୋଜଗାର କରୁଥିବା ନିଜ ମାଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି। ନା ପାଇଛନ୍ତି ହରିଶ୍ଚନ୍ଦ୍ର ଯୋଜନାର ସହାୟତା ନା ମୁଖ୍ୟମନ୍ତ୍ରୀଙ୍କ ସହାୟତା ଯୋଜନାର କ୍ଷତିପୂରଣ। ନିଜ ମାଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ପୁରା ପରିବାର। ସରକାରୀ ସହାୟତାରେ ମିଳିଲେ 3 ପୁଅ ଝିଅଙ୍କୁ ପାଠ ପଢ଼ାଇବ ବୋଲି ସ୍ୱାମୀ ତୁଳା ରାମ ଭତରା କହିଛନ୍ତି। ଏଠି ଦେଖିବାକୁ ବାକି ରହିଲା କେବେ ସରକାରୀ ଯୋଜନାର ସହାୟତା ଗରିବ ହିତାଧିକାରୀ ପାଉଛନ୍ତି। ବୋରିଗୁମା ବ୍ଲକରୁ ନାଲା ସୁବାସଙ୍କ ରିପୋର୍ଟ, ଯୁବଶକ୍ତି ନ୍ୟୁଜ୍ ଓଡ଼ିଶା।